ଦେଖନ୍ତୁ ସେ ମହମ୍ମଦ ବାବୁ ଖାନ ନାମରେ ଜଣେ ବାଂଲାଦେଶୀ 2002 ମସିହାରେ ସେ ବିନା ପାସପୋର୍ଟ ବିନା ଭିସାରେ ଆମର ଇଣ୍ଡିଆ ଭିତରକୁ ଏଣ୍ଟ୍ରି କରିଥିଲେ ଏବଂ ଏଠି ଇଣ୍ଡିଆ ଭିତରେ ରହିବା ଭିତରେ 2002 ମସିହାଠୁ ଆରମ୍ଭ କରି 2007 ମସିହା ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରକାର ଅପରାଧରେ ଲିପ୍ତ ଥିଲେ, ଯଥା ଭାରତକୁ ବିନା ପାସପୋର୍ଟ ଭିସାରେ ଅନୁପ୍ରବେଶ କରିବା ଏବଂ ଏଠି ବିଭିନ୍ନ ଡକାୟତି କେସ୍ 3ଟା ଡକାୟତି କେସ୍ ଏବଂ ମାଦକ ଦ୍ରବ୍ୟ ଚୋରା ଚାଲାଣ ଯଥା NDPS କେସ୍, ଏଥିରେ ସବୁ ସେ ପ୍ରାୟ 9ଟି କେସ୍ରେ ଇନଭଲ୍ଭ ଥାଇକରି ଭାରତ ଭିତରେ ଥିବାରୁ ତାଙ୍କୁ ବିଭିନ୍ନ କେସ୍ରେ ଗିରଫ କରାଇକି କୋର୍ଟ ଫରୱାର୍ଡ କରାଯାଇଥିଲା ଏବଂ ତାକୁ ମାନ୍ୟବର ଆଡିସନାଲ ଆଡହକ ସେସନ ଜଜ୍ ବାଲେଶ୍ୱର 2012 ମସିହାରେ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ସେହି ଦିନଠୁ ସିଏ ଦୀର୍ଘ 14 ବର୍ଷ ଧରି ଆମର ଏଠି ସଜା କାଟୁଥିଲେ ବାଲେଶ୍ୱର ଜେଲରେ ଏବଂ ଗତ 8/4/2026ରେ ତାଙ୍କର ସଜା ତାଙ୍କର କନଭିକ୍ସନ ପିରିୟଡ଼ ସରିବା ପରେ ସେ ଜେଲରୁ ମୁକୁଳିଥିଲେ ଏବଂ ତାଙ୍କୁ ଆମେ ଆଣିକି ଆମର ଟେମ୍ପୋରାରୀ ଡିଟେନସନ୍ ସେଣ୍ଟରରେ ବାଲେଶ୍ୱର ପୁଲିସ ତରଫରୁ ତାଙ୍କୁ ଟିକେ ରଖାଯାଇଥିଲା ଏବଂ ତାଙ୍କର ଯେଉଁ ଆମର ପାରାଫର୍ନିଆ ଅଛି, ଯେଉଁ ନ୍ୟାସନାଲିଟି ଭେରିଫିକେସନ୍ ଏବଂ ଅନ୍ୟାନ୍ୟ ଯେଉଁ ତାଙ୍କର ଡେପୁଟି ହାଇ କମିଶନର ପିପୁଲ୍ସ ରିପବ୍ଲିକ ଅଫ୍ ବାଂଲାଦେଶ ତାଙ୍କର ଭେରିଫିକେସନ୍ ରିପୋର୍ଟ, ଟ୍ରାଭେଲ୍ ପରମିଟ୍, ଏକ୍ଜିଟ୍ ପରମିଟ୍ ଏସବୁ ଆମେ ହାସଲ କରିସାରିଲା ପରେ ସବୁ ପ୍ରକ୍ରିୟା ଶେଷ ହୋଇଛି ଏବଂ ତାକୁ ଆମେ ଆସନ୍ତାକାଲି ତାଙ୍କୁ ଆମେ ବାଂଲାଦେଶକୁ ପ୍ରତ୍ୟାବର୍ତ୍ତନ ସେ କରିବେ ଏବଂ ସେଥିପାଇଁ ଆମର ଏସ୍କର୍ଟ ପାର୍ଟି ପୁଲିସ ପାର୍ଟି ନେଇ ବାଂଲାଦେଶ ସୀମାରେ ତାଙ୍କୁ ବିଦାୟ ଦେଇକରି ଆସିବେ।